how you keep yourself motivated ଯେ ତମେ ଏଇ 20 ଦିନ ବି ତମେ ଏତେ ସିଆଡୁ ପରିଶ୍ରମ କରି ଆସିକି ବି ପୁଣି ଥରେ ନିଜକୁ ମୋଟିଭେଟ କଲା ଆଉ ଗୋଟେ ଧାସ ଦବା ନିଶ୍ଚୟ ଯଦି ଗୋଟେ ପିଲାଟେ 20 ଦିନର ମାନେ ଏମିତି ରେଜଲ୍ଟ ଆଣିପାରୁଛି ମାନେ କୋଶ୍ଚିନ୍ ଲିକ୍ ରାଜା ସାର୍ କହିଲେ ରାଜା ସାର୍ କେତେ ମାନେ ତମକୁ ପେଟା ପେଟା କରି ଡାକୁଛନ୍ତି ରାଜା ସାର୍ କୋଶ୍ଚିନ୍ ଲିକ୍ କହିଲେ କିଛି ପ୍ରୋବ୍ଲେମ ହବାର ନାହିଁ ବହୁତ ଡାଇରେକ୍ଟ କୋଶ୍ଚିନ୍ ତାଙ୍କର ପଢିଲି ସେଇଠି ଯଦି ବାପା ନ ପଢିଥାନ୍ତେ କହିକିନା ସେଇ ଯୋଉ କଥାଟା ମୁଁ ପଳେଇ ଗଲି ନ କହିଥାନ୍ତି ମୁଁ ଆସିନଥାନ୍ତି କି ସକ୍ସେସ୍ ପାଇନଥାନ୍ତି। So very good afternoon to all of you. Vidyasagar welcomes to its YouTube channel. So today we are very lucky to have a very successful youngster in front of us. So Vidyasagar welcomes Mr. Vinayak Malik from Vidyasagar classes successfully qualifying NCT exam. So Vinayak हमको Vidyasagar podcast पे बहुत स्वागत। तो मोर राइट साइड रे मिस्टर वीरेश्वर मिश्र one of the best in chemistry with us से ମଧ୍ୟ ଏ ପଡକାଷ୍ଟ ରେ will play vital role। ଆଉ ସବୁଠୁ ଖୁସିର କଥା ବିନାୟକଙ୍କର ତାଙ୍କର ଲେଫ୍ଟ ସାଇଡ ରେ ତାଙ୍କର ଭେରି ସକ୍ସେସଫୁଲ ବ୍ରଦର ମଧ୍ୟ ଅଛନ୍ତି ଯେ ହିମସେଲ୍ଫ ଇଜ ଭେରି ପ୍ରଫେସନାଲ ପର୍ସନ। ସେ ବି ବିଟେକ୍ କମ୍ପ୍ଲିଟ କଲା ପରେ ସେ ଆହୁରି ବି ବର୍ତ୍ତମାନ ଜବ୍ ବି କରୁଛନ୍ତି ତାଙ୍କର ମଧ୍ୟ ଆମେ କିଛି ଭିଉ ବି ନବା। ତ ଲେଟ୍ ଅସ୍ ଷ୍ଟାର୍ଟ। ତ ବିନାୟକ କେମିତି ଲାଗୁଛି ଆଫ୍ଟର ସକ୍ସେସଫୁଲି କ୍ୱାଲିଫାଇଂ ଇନ୍ ଦ ଏନସିଟି ଏକ୍ସାମ? ବହୁତ ବହୁତ ଭଲ ଲାଗୁଛି କାରଣ ମାତ୍ର 20 ଦିନ ଯୋଉଟା ମୁଁ ସକ୍ସେସ୍ କରିପାରିଲି ଆଶା କରୁନଥିଲି ମାତ୍ର କ୍ରାସ୍ କୋର୍ସ ହବ ବୋଲି। ପିଲା କୋଚିଂ ବି ଦଉଛନ୍ତି 1 ଇୟର ନଉଛନ୍ତି ଡ୍ରପ୍ ନଉଛନ୍ତି ଏତେ ଶୀଘ୍ର ଆଶା କରୁନଥିଲି ଯୋଉଟା କି ଲାଷ୍ଟ ରାଉଣ୍ଡରେ ମାନେ ସ୍ପଟ ରାଉଣ୍ଡରେ ଆମେ କହୁ ସେଥିରେ ହେଇଗଲା ବହୁତ ବହୁତ ଭଲ ଲାଗୁଛି। ତ ଏଇ ଜିନିଷଟା ପ୍ରମାଣ କରୁଛି ଯେ ୟୁ ହାଭ୍ ଏ ୱାଇଜ୍ ହେଡ୍ ଅନ୍ ୟର ୟଙ୍ଗ ସୋଲଜର। ତେଣୁ ତମେ ବୁଦ୍ଧିମାନ ଅଛ ସ୍ମାର୍ଟ ୱାର୍କ ଜାଣି ବହୁତ କ୍ଷେତ୍ରରେ ଦେଖାଯାଏ ପିଲାମାନେ ଡ୍ରପ୍ ନିଅନ୍ତି। ତମେ କଣ ଏଇ ବର୍ଷ ପ୍ଲସ ଟୁ ପଢୁଥିବ ତାପରେ ନା ଏଇ 2026 ପାସ୍ ଆଉଟ୍ ହେଇଛି। କୋଉ କଲେଜରେ ପଢୁଥିବ? ଟିଟୋ ହାର୍ଡେନ କଲେଜ ଅଛି ଆମର ଟାଙ୍ଗିରେ ପଢିଥିଲ। ତ ତମର ସେ ଯୋଉ ଏକାଡେମିକରେ ଯୋଉ ପରିଶ୍ରମଟା କରିଥିଲ ପ୍ଲସ ଟୁ ରେ ସେଇଟା କିଛି କାମ ଦେଲା? ସେଇଟା ମୋଷ୍ଟ ବେନିଫିଟ ହେଲା ସେଇଟା କାରଣ ପିଲା ପ୍ରାୟ କନସେପ୍ଟ କ୍ଲିୟର କରୁନାହାନ୍ତି ସେ ରହିଯାଉଛନ୍ତି। ପ୍ଲସ ଟୁ ରେ ମୁଁ କ୍ଲିୟର କରିଥିଲି ବୋଲି ମୋର ପିସିବି ମତେ ହେଲ୍ପ କଲା କାରଣ ଫିଜିକ୍ସ କେମିଷ୍ଟ୍ରି ବା ଅଲରେଡି କ୍ଲିୟର ଥିଲା ସାର୍ ଆମର ସବୁ ରିଭିଜନ କରିଦେଲେ ଫଟାଫଟ ଚାଲିଗଲା ଆମର। ଆଉ ସବୁ କାରଣ ଇନଷ୍ଟିଟ୍ୟୁଟ ଜାଣିଥିବେ 7ଟା ସବଜେକ୍ଟ ହେଲା ଏକ୍ସାମ ଗୋଟେ ଆଉ ସବୁ ଲାଙ୍ଗୁଏଜ ସବଜେକ୍ଟ ହେଲା ଆମର ପେଡାଗୋଜି ହେଲା ବୋର୍ଡ ପାର୍ଟ ହେଲା ସବୁ କେତେଟା ଯୋଉ ପ୍ରୋବ୍ଲେମ ହଉଥିଲା ସେଟା ଏଇ କ୍ଲାସ କୋର୍ସ ମ୍ୟାନେଜ ହେଇଗଲା। ପିସିବି କ୍ଲିୟର ନଥାନ୍ତା ମାନେ ଯାହା ବି ଗ୍ୟାପ ଥିଲା ବିଦ୍ୟାସାଗର ତାକୁ ତାକୁ ତ ଡିୟର ଭିଉଅର୍ସ ଯୋଉମାନେ ଦେଖୁଛ ଗୋଟେ ବହୁତ ପ୍ରତ୍ୟେକ ବାତ ଆମର କହିଲେ ଯେ ଯଦି ଆପଣ ମାନେ 11th 12th ରେ କନସେପ୍ଟ କ୍ଲିୟର କରୁଛନ୍ତି that will help you in a long way in qualifying your future entrance exam। ଯୋଉମାନେ ଏବେ ବି 11th 12th ପଢୁଛ ଏ ଭିଡିଓ ଦେଖୁଛ you make sure you just have to clear all the concept ତାପରେ ହିଁ ତମମାନେ ଏଣ୍ଟ୍ରାନ୍ସ ପାଇବାର ତମର ଯୋଉ ବି ସ୍ୱପ୍ନ ଅଛି ସାକାର ହେଇପାରେ। ତ ଅବିନାଶ ତମର ଏଇ ସଫଳତାରେ ଏକାଡେମି ଆସ୍ପେକ୍ଟ ତ ବିରେଶ୍ୱର ସାର୍ ଡିସ୍କସନ କରିବେ କିନ୍ତୁ ତା ପୂର୍ବରୁ ମୁଁ ତମର ମେଣ୍ଟାଲ ମେକଅପ୍ ତମର ଓଭରଅଲ ଲାଇଫ ଷ୍ଟାଇଲ ରୁଟିନ ଡେଲି ରୁଟିନ ଏସବୁ ଜିନିଷ ଉପରେ ଟିକେ ଜାଣିବାକୁ ଚାହୁଁଛି। କାହିଁକି ନା ଯେତେବେଳେ ତମେ ଟିଟୋ ହାର୍ଡେନ ଗୋଟେ ଓଭିୟସଲି ରେସିଡେନ୍ସିଆଲ ଥିଲ ତ ସବୁ ସୁଖ ସ୍ୱାଚ୍ଛନ୍ଦ୍ୟ ପରିତ୍ୟାଗ କରିଥିଲ। ତାପରେ ତମେ ଯୋଉ ମାନେ ବିଦ୍ୟାସାଗର କ୍ଲାସ କୋର୍ସ କଲ ସେ ମାସେ ଯୋଉ ଘରକୁ ଆସିଥିଲ ପ୍ରାୟ ପିଲା କଲେଜରୁ ଆସିଲା ପରେ ଟିକେ ସୁସ୍ତେଇ ଯାଆନ୍ତି। କିନ୍ତୁ ହାଉ ୟୁ କିପ୍ ୟୁର ସେଲ୍ଫ ମୋଟିଭେଟେଡ ଯେ ତମେ ଏଇ 20 ଦିନ ବି ତମେ ଏତେ ସିଆଡୁ ପରିଶ୍ରମ କରି ଆସିକି ବି ପୁଣି ଥରେ ନିଜକୁ ମୋଟିଭେଟ କଲ ଆଉ ଗୋଟେ ଧାସ ଦବା? ତାର ମେନଲି କହି ମୋ ବାପା ମାଙ୍କୁ ଜଣେଇବି ଏଇଟା ମାନେ ଯୋଉ ପ୍ରଫେସନ ମୁଁ ଧଇଲି ମାନେ ଏଟାକୁ କାରଣ ଏକ୍ସାମ ସରିଥିଲା ଆମର 13 ମାର୍ଚ୍ଚ ଆଇ ଥିଙ୍କ। ତାପରେ ମୁଁ ମାନେ ଇଚ୍ଛା କରିନଥିଲି ଏତେ ବି ଦେବା ପାଇଁ କାରଣ ସାର୍ ଜଣେଇଥିଲା ଆମକୁ କ୍ଲାସରେ ଏମିତି ଇଣ୍ଟିଗ୍ରେଟେଡ ଏକ୍ସାମ ଅଛି ଯଦି ତମ ବିଏସସି କମ୍ପ୍ଲିଟ ହେଇଯିବ। ତାପରେ ମୁଁ ଜଏନ୍ କରିଥିଲି ଆଉ ଜାଣିନଥିଲି ଏମିତି କୋଚିଂ କିଛି ନାହିଁ ନା ଏମିତି କିଛି ଏକ୍ସାମ ଦେବା ପାଇଁ ନୂଆ ଏକ୍ସାମ ହେଲା। ତାପରେ ଏଠୁ ଭାଇ ବାପା ମା ଭାଇ ସହିତ କଣ୍ଟାକ୍ଟ କଲେ ଭାଇ ତୁ ଭଲ କୋଚିଂ ସେଣ୍ଟର ଦେଖିବା ପାଇଁ ଭାଇ ଭୁବନେଶ୍ୱର ବୁଲୁଥିଲେ କୋଚିଂ କାରଣ ସାର୍ ଆପଣ ଜାଣିଥିବେ ବହୁତ ସାରା କୋଚିଂ ଖାଲି ନିଟ୍ ଯେ ପକଉ ଦଉଛନ୍ତି ଅଲଗା ସାଇଡ୍ ଛାଡି ଦଉଛନ୍ତି ଯୋଉଟା ପିଲା ଖୋଜୁଛନ୍ତି ଆମର ଓଇଟ୍ ହଉ ବିଏସସି ନର୍ସିଂ ହଉ ଏନସିଟି ହଉ ସିୟୁଟି ହଉ ଏମିତି ଏକ୍ସାମ ଆପଣ ଯୋଉଟା କଣ କରୁଛନ୍ତି ଆପଣ ବିଦ୍ୟାସାଗର କ୍ଲାସେସ୍ ସେଇଟା ସାର୍ ଯାହା ମୋ ଭାଇ ପାଇଗଲା ଏଇଠି ଆଉ ଜାଣିଲେ ଗୋଟେ ଭଲ କୋଚିଂ ସକ୍ସେସ୍ ଷ୍ଟୋରି ବି ଆପଣ ଦେଖିଛି ଆପଣ ଆଗରୁ ଫଟୋ ବହୁତ ମରା ହେଇଛି ଜାଣିଲି ଭଲ କୋଚିଂ ସେଇଠୁ ଜଏନ୍ করে ଡିସିସନ ନେଲି 13 ସାରିଲା ପରେ ତାର 20 ରେ ମୁଁ ଆସିଲି ଜଏନ୍ କଲି ଆଜ୍ଞା। ତାପରେ ସେଠି ବହୁତ ସାରା ଜାଣିଥିବ ରେସିଡେନ୍ସ କଲେଜ ପରିଶ୍ରମ କରିବାକୁ ପଡୁଥିଲା ଗୋଟେ ଅଫଲାଇନ କରୁଥିଲି ସାର୍ କାରଣ ଅନଲାଇନ ଡିଷ୍ଟ୍ରାକ୍ସନ ଯେମିତି ସାର୍ ରହିବ ଘରୁ ଆସିଛି ଫୋନ ଟେ ଦେଖିବା ଯେମିତି ଇଚ୍ଛା ହିଁ ହବ ଏତେ ଦିନ ହ୍ୟାଟ୍ସ ଅଫ୍ ଟୁ ୟୁ ଯେ ତମେ ଏଭଳିଆ ଗୋଟେ ଦୃଢ ଡିସିସନ ନେଇ ପାରିଲ ଯେ ଆରାମ ନ କରିକି ତମେ କଲ ଆଉ ତାର ସୁଫଳ ବି ପାଇଲ। ତ ସେଥିପାଇଁ ବର୍ତ୍ତମାନ ମୁଁ ଯେହେତୁ ତମ ଭାଇଙ୍କ କଥା କହିଲ ତ ତମେ ତମ ନାଁ କଣ? ଜ୍ୟୋତିରଞ୍ଜନ। ତ ଜ୍ୟୋତି ଡେଫିନେଟଲି ତମକୁ ଭେରି ଭେରି ଥ୍ୟାଙ୍କ ୟୁ ଯେ ତମେ ବିଦ୍ୟାସାଗର ପାଇଁ ତମ ଭାଇଙ୍କୁ ରେଫର କରିଥିଲ। ତ
ତ ତମେ କେମିତି, ତମେ ତ ନିଜେ ଗୋଟେ ପ୍ରଫେସନାଲ ଜବ ବି କରୁଛ, ଏତେ ମାନେ ବ୍ୟସ୍ତବହୁଳ ଜୀବନ ଭିତରେ ପୁଣି ବିଦ୍ୟାସାଗର ଗୋଟେ ଏମିତି କୋଚିଂ ସେଣ୍ଟର ଅଛି ବୋଲି ତମେ କେମିତି ଜାଣ? ଆଜ୍ଞା ତ ରିସର୍ଚ୍ଚ କଲି ମାର୍କେଟିଂ ରେ, ତ ସୋସିଆଲ ମିଡିଆରେ ବି ଦେଖିଲି କି କୋଉଟା କଣ କାର ରେଟିଂ ଅଛି, ପିଲା ଭଲ ପଢୁଛନ୍ତି କି ନାହିଁ, ଭଲ ବି ସ୍କୋର ଅଛି କୋଚିଂ ସେଣ୍ଟର ବିଦ୍ୟାସାଗର ତ ଏଠି ଫିଜିକାଲି ଡାଇରେକ୍ଟ ଭାଇ କୁ ଆସିଲ ନା ତମେ ଆଗ ଫୋନ ରେ କୌଣସି କଷ୍ଟମର କେୟାର କଣ୍ଟାକ୍ଟ କଲ? ନା ଫିଜିକାଲି ଜଷ୍ଟ ମାନେ ଏବେ ରିସେଣ୍ଟଲି ମାନେ ଦେଖିବାକୁ ପଡିବ ଯାହାହେଲେ ବି କୋଉ ସେଣ୍ଟର କୋଚିଂ ସେଣ୍ଟର ଟା ଭଲ ପଢଉଛନ୍ତି, କଣ ତାର ଡିମାଣ୍ଡ ଅଛି, କି ପିଲାଙ୍କୁ ଭଲ ଆଗକୁ ନେଇ ପାରୁଛନ୍ତି କି ନାହିଁ। ତ ସେଥିପାଇଁ ବୁଲବୁଲ ଦେଖିଲି କି ହଁ ବିଦ୍ୟାସାଗରର ମାନେ ବହୁତ ସାରା ବି ମାନେ ପୋଷ୍ଟର ବି ମରା ହେଇଥିଲା, ପିଲା ବି ସକ୍ସେସ କରୁଛନ୍ତି, ଭଲ ଭଲ ଜାଗାରେ ପ୍ଲେସ୍ ବି ହେଇଛନ୍ତି। ମାନେ ଯୋଉ ଗୁଗଲ ରିଭ୍ୟୁ ଫ୍ୟୁ ବି ଚେକ୍ କର? ଠିକ ଅଛି, ତ ସେଥିପାଇଁ ମୁଁ ଡିସିସନ ନେଲି କି ଭାଇ କି 7 ଦିନ ଗଲେ ଘରକୁ ତ ଟିକେ ରିଲାକ୍ସ ତ ମିଳିବ ତମେ ବୋଲି ନିଜେ ଟିକେ ତ ନେଇକି ଗୋଟେ ଆସିଲି। ସକ୍ସେସଫୁଲ ଆଜ୍ଞା ପର୍ସନ, ତ ତମେ ଭାଇକୁ କଣ ଆଡଭାଇସ ଦବ? କାରଣ ସିଏ ଏବେ ଅଲରେଡି ଜୀବନରେ ପ୍ରଫେସନାଲ ଲାଇଫରେ ପାଦ ବି ଦେଇନାହାନ୍ତି, ବର୍ତ୍ତମାନ ପଢୁଛନ୍ତି। ତ ତମେ ପଢି ତାପରେ ପୁଣି ଇଣ୍ଟରଭ୍ୟୁ ଦେଇ ସକ୍ସେସ ହେଇସାରିଛ, ତ ଓଭରଅଲ ମାନେ ଆମର ଭିଉଅର୍ସ ମାନଙ୍କୁ ଆଜ ତମର ୟଙ୍ଗର ବ୍ରଦରକୁ କଣ ସଜେଷ୍ଟ କରିବ ଯାହା ଫଳରେ ପଢାରୁ ସେମାନେ ଯୋଉ ନେକ୍ସଟ ଷ୍ଟେପ ଟା ନେଇପାରିବେ, so that ସେମାନେ ଗୋଟେ ତମ ଭଳିଆ ସକ୍ସେସଫୁଲ ବି ହେଇପାରିବେ? ମୁଁ ଏତିକି ଖାଲି ସଜେସନ କରିବି କି ସେ ତାଙ୍କର ଯୋଉମାନେ ବି ପଢୁଛନ୍ତି କି ଯୋଉମାନେ ବି କଣ୍ଟିନ୍ୟୁ କରୁଛନ୍ତି ଆଉ ଆଗକୁ ଯିବାକୁ ଚାହୁଁଛନ୍ତି, ତ ସେ ତାଙ୍କ ଉପରେ ଯାହା ଯେତେ ହେଲେ ବି ସେମାନେ ପ୍ରିଭିୟସଲି ଯାହା ବି ଏକ୍ସାମ ସବୁ କ୍ଲିୟର କରି ଯାଇଛନ୍ତି, ତ ତାଙ୍କର ଅଲରେଡି ନଲେଜ ଅଛି। ତ ଏବେ ସେ ଡିସିପ୍ଲିନ ୱିଥ ତାଙ୍କର ମେଣ୍ଟାଲ ଷ୍ଟ୍ରଙ୍ଗ ମେଣ୍ଟାଲ କଣ୍ଡିସନ ଆଣ୍ଡ ୱିଥ ଫୋକସ ଅନ୍ ୟୋର ସେଲ୍ଫ, ଫୋକସ କରିକି ସେ ଯେମିତି ଆଗକୁ ଯାଇପାରିବେ। ତ ଏଠି ତାଙ୍କର ଫୋକସ ଆଣ୍ଡ ବିଲିଭ ଅନ୍ ୟୋର ସେଲ୍ଫ, ଦେନ୍ ସେ ଆଗକୁ ବଢି ପାରିବେ। ସେ ଯିଏ ବି ୟଙ୍ଗଷ୍ଟର ହଉ କି ଆମର ଯିଏ ବି ପଢୁଛନ୍ତି କଣ୍ଟିନ୍ୟୁ କରୁଛନ୍ତି ବି କିଛି କମ୍ପିଟେଟିଭ ଏକ୍ସାମ ପାଇଁ ପ୍ରିପେୟାର ହଉଛନ୍ତି, ତ ସେ ଆଗକୁ ଆମର ବଢି ପାରିବେ। ତ ଏଇଟା ତାଙ୍କର ଆତ୍ମବିଶ୍ୱାସ, ନିଜର ଆତ୍ମବିଶ୍ୱାସ ଷ୍ଟ୍ରଙ୍ଗ ଆତ୍ମବିଶ୍ୱାସ ଥିଲେ ହିଁ ତ ସେ ଆଗକୁ ଟିକେ ଯାଇପାରିବେ। ଅବଭିୟସଲି ସମସ୍ତେ ଆମର ନଲେଜ ବି ଗେନ୍ କରୁଛନ୍ତି, ସମସ୍ତେ ପଢେଇବେ ମାନେ ସମସ୍ତେ ପଢିଦେବେ। ଏତିକି ଖାଲି ଡିଫରେନ୍ସ ଥାଏ କି ସପୋଜ ଆମେ ସପୋଜ ଭାଇ ପଢିଲେ ଗୋଟେ ପେଜ କୁ ସେ ବର୍ତ୍ତମାନ 30 ମିନିଟ ନେଲେ କି 30 ମିନିଟରେ ସେ ପେଜ କମ୍ପ୍ଲିଟ କଲେ, ତ ସପୋଜ ମୁଁ ତାଙ୍କର କମ୍ପିଟିଟର, ମୁଁ ମାନେ ସେଇ ପେଜ ଟା ମୁଁ ସପୋଜ ମୁଁ ରିମାଇଣ୍ଡର କଲି 15 ମିନିଟରେ। ତ ଏଥିରେ ମାନେ ଜାଣିଲେ କି ଆମେ ତ ସେ ମାନେ ଯୋଉ 30 ମିନିଟ ନେଲେ ମୋଠୁ 15 ମିନିଟ ଅଧିକ ନେଲେ, ତ ସେଇଟା କଣ ହେଲା କି ଦେଖିଲେ ମାନେ ଲାଇନ ବାଇ ଲାଇନ ପଢିଲେ, ହଁ ବୁଝିଲେ କି ଆର ମହତ୍ଵ ଏୟା କି ଏଟା ସେ ତାଙ୍କର ମାନେ ଲାଇଫ ଟାଇମ ପାଇଁ କି ବହୁତ ମାନେ ଲଙ୍ଗ ଟାଇମ ପାଇଁ ତାଙ୍କର ମାଇଣ୍ଡ ରେ ରିମେଲ ହେଇକି ରହିଲା। ତ ମୁଁ କଣ କଲି ସର୍ଟ ରେ ସେ ତାକୁ ହଁ ଏୟା ଲେଖା ହେଇଛି ତ ମୁଁ ଏୟା ପଢିଦେଲି ତ ସର୍ଟ ରେ। ତ ସେଇଟା ହଉଛି ଡିଫରେନ୍ସ। ଯଦି ଜଣେ ଦେଖିଲା କି ହଁ ଏଇ ମୁଁ ଯୋଉ ପାଠଟା ପଢୁଛି ତାର ପାଠର ମହତ୍ଵ କଣ, ଆଗକୁ କଣ କାମରେ ଆସିପାରିବ, କି ଭବିଷ୍ୟତରେ ତାର ଅପରଚୁନିଟି କଣ କଣ ଅଛି, ତ ଦେନ୍ ସେ ଆଗକୁ ବଢିପାରିବ। ତ ଏହା ହଉଛି ରେସ୍ପନ୍ସ। ଭେରି ୱେଲ ସେଡ୍। ବର୍ତ୍ତମାନ ମୁଁ ରିକ୍ୱେଷ୍ଟ କରିବି ଆମର ବୀରେଶ୍ୱର ସାର୍ଙ୍କୁ ତାଙ୍କର ଏକାଡେମିକ ଆସ୍ପେକ୍ଟ ଆଉ ବାକି କିଛି ପଏଣ୍ଟ ମଧ୍ୟ ଡିସ୍କସନ କରିବେ। ତ ବିନାୟକ ସାର୍ ତ କହିଲେ କି ନାଇଁ ବେସିକାଲି ତମେ ବିଦ୍ୟାସାଗର ଆସିଲ, ତ ବିଦ୍ୟାସାଗର ଆସିଲା ପରେ କ୍ଲାସ ବି ଜଏନ କଲ, ଆମେ ବି କ୍ଲାସ କୋଉ କୋଉ ସାର୍ଙ୍କ କ୍ଲାସ ସବୁ କରିଛ, କେମିତି କଣ ଷ୍ଟାର୍ଟ ହେଲା, ସବୁ କେମିତି କଣ ଲାଗିଲା? ସାର୍ ଫାଷ୍ଟ କହିବି ସାର୍ ଫିଜିକ୍ସ ଆମର ପଢୁଥିଲେ ଅମିତ ସାର୍, ଆଉ କେମିଷ୍ଟ୍ରି ତ ସାର୍ ଆପଣ, ଆଉ ଜୁଲୋଜି ବଟାନି ଜୁଲୋଜି ପଢୁଥିଲେ ଆମର ସନ୍ଦନା ମ୍ୟାଡାମ, ଆଉ ବଟାନି ପଢୁଥିଲେ ସୁରେଶ ସାର୍, ଆଉ ଆମର ଯୋଉ ଲାଙ୍ଗୁଏଜ ପାଠ ରହିଲା ରାଜା ସାର୍ ସମ୍ଭାଳୁଥିଲେ ଇଂଲିଶ, ଓଡିଆ ପଢୁଥିଲେ ସ୍ମୃତି ମ୍ୟାଡାମ, ଆଉ ଆମର ରିଜନିଂ ପଢୁଥିଲେ ଅତୁଲ ସାର୍ ଆଉ ଦେବାଶିଷ ସାର୍, ଆଉ ପେଡାଗୋଜି ସମ୍ଭାଳୁଥିଲେ ଆମର ଶୁଭକାନ୍ତ ସାର୍। ଏଥିଲା ଆମର ଫ୍ୟାକଲ୍ଟି ମାନଙ୍କର ଆପଣଙ୍କ କଥା। ତାପରେ ଯେତେବେଳେ ମୁଁ ଜଏନ୍ କଲି ଫାଷ୍ଟ କୋଡିଏରେ ଆସିକିନା, ଆଉ ମାତ୍ର ଏକ୍ସାମ ଆସିଥିଲା ମାତ୍ର, ଆଉ ସେମିତି ନାହିଁ ସାର୍ ପୁରା ଭରସେ କନସେପ୍ଟ ଦେଇ ପଢିବା ପାଇଁ, ପୁଣି ପଢିବ ପିଲା ବୁଝିବା ଦରକାର ପୁଣି ସାର୍। ତାପରେ କ୍ଲାସ ଷ୍ଟାର୍ଟ ହେଲା, ଆରାମସେ ଭଲସେ ଗଲା, ଫିଜିକ୍ସ ଚାଲିଲା, କେମିଷ୍ଟ୍ରି ଚାଲିଲା, ବାୟୋ ଚାଲିଲା। ମେନଲି ସାର୍ ଆମର ଯୋଉ ଅଲଗା ପାର୍ଟ ରହିଲା ଓଡିଆ ଇଂଲିଶ ଟିକେ ଟଚ୍ ଥିଲା ଯେତେ ହେଲେ ବି, ଆଉ ଯୋଉ ନୂଆ ପାର୍ଟ ଆମେ ଜାଣିଲୁ ଡ୍ରପ୍ ନେଇଥିଲା ଅଲଗା କଥା, କାରଣ ନୂଆ ଟଚ୍ ହେଲା, ବିଶେଷ ଯୋଉ ରିଜନିଂ ପାର୍ଟ ହେଲା, ପେଡାଗୋଜି ହେଲା, ଜାଣିନଥିଲେ ବେଶୀ ଆଇଡିଆ ନଥିଲା, ଫାଷ୍ଟ ଫେସ୍ କଲୁ ଟିକେ ପ୍ରୋବ୍ଲେମ ହବା ଆରମ୍ଭ ହେଲା। ତ ଆମେ ସବୁ କଣ କଲୁ ନା ଭାବିଲୁ ସାର୍ ଏ ଭରସା ପଢନ୍ତୁ ବରଂ ଫିଜିକ୍ସ କେମିଷ୍ଟ୍ରି ବାୟୋ ଆମେ ନିଜେ ପଢି ଦେଇପାରିବୁ, କିଛି ନାହିଁ, ଆମେ ଜଷ୍ଟ ପଢିକି ଆସିଛୁ, ଖାଲି ଟିକେ ହାଲକା ଟଚ୍ ଦେଇଗଲେ ଆମେ ସେ ଲାଇନ୍ ମାଡି ଚାଲିବୁ, କିଛି ନାହିଁ। ଆପଣ ସେୟା କଲେ ସାର୍, ଆପଣ ରିଭିଜନ କରିବା ଷ୍ଟାର୍ଟ କରିଦେଲେ, ଅମିତ ସାର୍ ବି ସେୟା କଲେ, ସଞ୍ଜନା ମ୍ୟାଡାମ ସୁରେଶ ସମସ୍ତେ ସେୟା କଲେ, କହିଲେ ଆମେ ଖାଲି ତମେ ଟଚ୍ ଦେଇଦେଲେ ମନେ ଥିବ ତମେ ପଢିଚାଲ, ତମେ ପଢିକି ଆସ, ଆମେ ତ ପଢୁ କିନ୍ତୁ ମାଇଣ୍ଡରେ ସେ ରହୁଥିବ। ତାପରେ ଯାହା ଆପଣ ସମସ୍ତେ ସେୟା କଲେ, ପିସି ବି ବହୁତ ଭଲ ଲାଗିଲା। ଆଉ ତାର ମେନ୍ ଯୋଉ ପଟେ ଡର ଥିଲା ସେଇ ପଟେ ସମ୍ଭାଳି ଦେଲେ ସାର୍। ଶୁଭଙ୍କା ସାର୍ ବଢିଆ ମତେ ପେଡାଗୋଜି କମ୍ପ୍ଲିଟ୍ କରିଥିଲେ, ମୁଁ ବିଶ୍ୱାସ କରିନଥିଲି 8ଟା କ୍ଲାସ ସରିଯିବ ବୋଲି, ସେ ବି କମ୍ପ୍ଲିଟ୍ ହେଲା। ଓଡିଆ ଯୋଉ ଲାଷ୍ଟ ସେସନ ଟା ଦେଇଥିଲା ଆମର ସଞ୍ଜନା ମ୍ୟାଡାମ ସ୍ମୃତି ମ୍ୟାଡାମ ଦେଇଥିଲେ ଲାଷ୍ଟ ସେସନ ଯୋଉ ଏକ୍ସାମ ପୂର୍ବରୁ, ସେଟା ବହୁତ ହେଲ୍ପଫୁଲ ହେଇଥିଲା। ଆଜ୍ଞା ଭୋର ହେଇଥିଲା ସେଇଟା ବହୁତ ହେଲ୍ପଫୁଲ ହେଇଥିଲା। ଆଉ ତାପରେ ରିଜନିଂ ତ ଅତୁଲ ସାର୍ ମସ୍ତ ପଢଉଥିଲେ ସାର୍, କଣ କହିବି ତାଙ୍କ ନା ଯେତେ ଟ୍ରିକ୍ ଦେଇଛନ୍ତି ବହୁତ ହେଲ୍ପଫୁଲ ହେଇଥିଲା ଏକ୍ସାମ କରିବା ପାଇଁ। ଆଉ ରାଜା ସାର୍ ତ ଡାଇରେକ୍ଟ କୋଶ୍ଚିନ୍ କହିଲେ, ମାନେ କୋଶ୍ଚିନ୍ ଲିକ୍ ରାଜା ସାର୍ କହିଲେ, ରାଜା ସାର୍ ବେଟା ବେଟା କହିକି ଡାକୁଥିଲେ। ରାଜା ସାର୍ କୋଶ୍ଚିନ୍ ଲିକ୍ କହିଲେ କିଛି ପ୍ରୋବ୍ଲେମ ହବାର ନାହିଁ, ବହୁତ ଡାଇରେକ୍ଟ କୋଶ୍ଚିନ୍ ତାଙ୍କର ଆସେ। ତ ଧନ୍ୟବାଦ ରାଜା ସାର୍, ଆପଣଙ୍କୁ ମଧ୍ୟ ବହୁତ ବହୁତ କଂଗ୍ରାଚୁଲେସନ, ସବୁଠୁ ସେ ଭେଟରାନ ସିନିୟର ମୋଷ୍ଟ ସିଟିଜେନ ବିଦ୍ୟାସାଗରର। ସେଇଭଳିଆ ସାର୍ ଆମର ରିଜନିଂ ସରିଲା। ଆପଣ
शुभकांत सर से आम संभाले पेडागोजी 8टा क्लास सरीगला रिजनिंग अतुल सर सरीला देवासी सर मझे आड़े सिना मो दी जण अतुल सर और देवासी सर मिसिना बढ़िया मते कंटिन्यू कर देले आ सर मेन जीके पार्ट जीके सर बते भास सिलेबस आके सिलेबस नाही ताको आम तो कम टाइम थिला ताको सर अमर सर भी लास्ट सेशन पढिथिलो 400 500 रो क्वेश्चन निके आस्थिले से गोटे सेशन सर बहुत हेल्प पिला से देखि दिबो आराम से एग्जाम जने फेस करके दे परियो तो विद्यासागर ओवरऑल तुम साटिस्फाइड तो तुम आगो को विद्यासागर को ताले पिला रेफर करिया को हिज पेपर निश्चित परियो तो ନିଶ୍ଚୟ ଯଦି ଗୋଟେ ପିଲାଟେ 20 ଦିନର ମାନେ ଏମିତି ରେଜଲ୍ଟ ଆଣିପାରୁଛି ଯଦି ସେ ବି ଆଗୁଆ ବି ନେଇ ପାରିଥାନ୍ତା କୋଚିଂ କି ଯଦି ବି ଆଉ କିଛି ଏକ୍ସାମ କମ୍ପିଟିଟିଭ ପାଇଁ ନେଇ ପାରିଥାନ୍ତା ଅବଭିୟସଲି ସେ ଆଗକୁ ବି ବଢି ପାରିଥାନ୍ତା। तो जो पिला माने एबे से गोटे कहली कि 20 डेज रे कि गोटे क्लास कोर्स सक्सेस एबे बहुत सारा पिला एनसीटी पे जेहेतु एनसीटी रो दिन दिन ए वर्ष अपेक्षा आर वर्ष डिपेंड आउरी बढ़िबो प्रिपरेशन पिलांकर आहुरी हला तो आगुर से विद्यासागर क्लासेस स्टार्ट थिला ओनली पूरा कंप्लीट डेडिकेटेड थिले हमें आहुरी हम इवॉल्व हेचु एंड बेटर आहुरी करिया पे तो तुम गोटे पिला जो माने 1 ईयर पे ड्रॉप नबा चाहते एनसीटी पे तांको तुम कौन एडवाइस करिवो कि काहे कि से विद्यासागर क्लासेस केते सिक्योर तांको पई आज एनसीटी जदी पढिया पई आउ तांको एनसीटी पे कौन कौन ये नजर रखियो प्रिपरेशन सर मेनली तांको पई कहबी मेनली से स्ट्रेस न दरकार नै प्रथम कथला आ डिसिप्लिन रहा दरकार जदी हॉस्टल होचुंदी कि घर रहउचुंदी तो ऑनलाइन कोचिंग होचुंदी डिस्ट्रैक्शन छाड़िया पड़िबो आ हॉस्टल जदी रहउचुंदी सांग पिला तो मिसियाटी कम करे पड़े कारण मात्र से वन एंड से पेशेंस जदी माने पढी गले ताकू ना आराम से एनसीटी क्लियर कर परिबे हमर एटी बडा जे पढा होची वर्कशीट भी दिया होची करिया पे कंप्लीट करा पे डेली के इन्वॉल्व रही परियो पढारे पढार बाहर न गले आराम से क्रैक कर परियो कारण फिजिक्स केमिस्ट्री बा तो कॉन्सेप्ट क्लियर होले काम सइला एपट में मेन जो हमर बोर्ड पार्ट अछि जीके पार्ट हला एटा जगे देला रीजनिंग कथा हला आराम से क्लियर कर दिबा 1 ईयर मात्र अच्छा एबे तापर आउट जिंस ला कि एबे जतले जो जाय तमे प्लस 2 जाय पढिलो तापर एबे ओटे एंट्रेंस भी क्वालीफाई कलो अदि जे घर लोकंकर केते कोन सपोर्ट थिला बेसिकली बापा कोन करथि बापा का टीचर अपन हाई स्कूल ले निजे ताले सी बेसिकली बापा भी सेते खुशी थिबे तमे हाई स्कूल टीचर ए लाइन में निश्चित भाबे जाउ घरे केमती कोन माने जो सपोर्ट केमती कोन थिला आଜ୍ଞା सर मेनली मु तो कहथिल 13 तारिख आसले एग्जाम सर मु जान नथले माने एंटर न माने तो जान नथले सिलेबस कोन ए मत तो बुलिया इच्छा होता टिके टिके सेठी सर जो मेनली जो भलो मते संभाली देले सेही जगह रे मात्र 7 दिन जो मात्र 10 मास परिश्रम करते तापर तो लाइफ सर्विस बुली मैडम कहि असतन मत 10 समर पहिले पोस्टर रे पहिले 2 वर्ष बुली परिश्रम करता बुली 2 वर्ष परिश्रम करले मते पूर्ण करन मास से परिश्रम करले बुली एडा सारे मते मु सर मत पालु पास पाइली सबले कोन दे कथा बापा किंतु काई कि तो बुले छाड़ना पहिले एटा लास्ट एटा मास रहि जा तापर चली हौ छाड़ कहते पड़े घर सब 7 दिन रहला बुलाली करना बापा जुआर ହେଇକି ଆସିଲି फाइनल कली मासे परिश्रम कर जा देखा जे तापर आसिले ट्रांसफर कली भाई बुझी देतले एटा तापर भाई बा रहिली एटी दिवासिया कली मात्र भाई फायर स्टेशन रहउतुनी मो बस दिवासिया आराम से कली तार पढिले भाई पर रहिली भाई पर फैसिलिटी पढिया पे टिए बट स्पेशल रूम नै रहिली भाई पारे एटी पढली सेठी बापा न पढि थांदे कहि कि ना से जो कथाटा मु पळे हेली न कहि थांदे मु आस न थांदे कि सक्सेस पाइ न आ जो अपकमिंग एक्सपीरियंस जो माने अछंती जो माने एनसीटी हो कि जो माने एबे एस्पायर करूछंती ए वर्ष प्लस 2 भी बहुत सारे पिला पढी कि आ सहित प्रिपरेशन करूछंती हम विद्यासागर रे तो सेमान तमे कोन कहय चाहबो ସେମାନେ सर मेनली कहबी कॉन्सेप्ट एटा हला मेन सर हेड जदी क्लियर कर दो ना किछ घोषिया पड़िबो ना कारण पिला सब प्लस 2 एग्जाम को फोकस करी ना खाली घोषि पयना से लॉन्ग कोर्स ले दी से मार्क देले खुशी जाउछन सेटा भूल कर सर जदी कॉन्सेप्ट क्लियर हो दिबो ना ये तो लेखि आराम से लिखि परिबो अलग जो एंट्रेंस फेस करियो प्लस 2 पर सेटा बहुत हेल्पफुल मु कॉन्सेप्ट क्लियर थिला बोली प्लस 2 और एनसीटी हम 12 से पढ़तला 11 से पढ़तला 11 पार्ट धीरे धीरे भूली आस्तले 12 पार्ट किछ मन थिला कॉन्सेप्ट तो क्लियर एटी पढ़ि देगनी मन पड़िला सेटा जदी कॉन्सेप्ट क्लियर कर दे 12 थ्रू जे कोन सेंटर क्लास कोर्स देले अपन हेल्पफुल हो गोटे पार्ट संभाले पीसीबी रहि गेला आपके पीसीएम रखल अपन एटा सार माने हेल्पफुल करला एपर पार्ट अपन ध्यान देबे मूल पढ़ि जो बडा एटा बेस्ट काम ओके बहुत बढ़िया तो सर मु आपको रिक्वेस्ट करिवे तो आज हमर ए जो पॉडकास्ट बहुत माने ये थिला जो मु कोन कहिबी फ्री थिला बहुत माने सत्य कथा हमको कहिदे अविनाश तेनु तांको सति पय बहुत बहुत अगेन धन्यवाद किंतु हमर सबदिन भଳି वर्तमान हमर से शुभ मुहूर्त आसी जायछि आमे प्रभु को निवेदन करबा जो माने वीडियो देखुछन्ते समस्त सुस्थ रहंतु समस्त देह भल रहू समस्त समृद्धि मत लाभ करंतु एवं आमे विद्यासागर परिवार तरफ अविनाश समर्पित करिया चाहबो आमे बुकेटा दे